ଏମାନଙ୍କ ଭିତରୁ କେହି ନୁହନ୍ତି ମାନେ ନୋଟା। ନିର୍ବାଚନ କମିଶନ ଆପଣମାନଙ୍କ ହାତରେ ଗୋଟିଏ ଅସ୍ତ୍ର ଧରେଇଛନ୍ତି ଯାହାର ନାଁ ହେଉଛି ନୋଟା। ଏହି ନୋଟାଟି ଆପଣଙ୍କ ପାଇଁ ଏପରି ଏକ ଅସ୍ତ୍ର ଯେଉଁ ଅସ୍ତ୍ର ଜରିଆରେ ଆପଣ ନିର୍ବାଚନରେ କେହି ଆପଣଙ୍କର ପସନ୍ଦଯୋଗ୍ୟ ପ୍ରାର୍ଥୀ ନୁହନ୍ତି ବୋଲି ନିର୍ବାଚନ କମିଶନକୁ ଜଣାଇଦେବା ବାଟଟି ହେଉଛି ନୋଟା। ପଣ୍ଡିତ ପୁଅକୁ ପଣ୍ଡିତମଣି ଆପଣମାନେ ମୁଣ୍ଡରେ ବସାଇଛନ୍ତି। କ'ଣ ଲାଭ ପାଉଛନ୍ତି? ପାଠ ପଢ଼ି ଚାକିରି ପାଇଁ ପ୍ରତିଯୋଗିତାମୂଳକ ପରୀକ୍ଷା ମାୟାଜାଲରେ ପଡ଼ି ପାଣି ପରି ଟଙ୍କା ଓ ସମୟ ନଷ୍ଟ କରୁଛନ୍ତି। ମାତ୍ର ଚାକିରି ନାହିଁ। ପାଠ ପଢ଼ିବା ପରେ ଚାକିରି ନ ମିଳିବା ପଛରେ କେଉଁମାନେ ଦାୟୀ? ଆପଣଙ୍କ ପିଲାଙ୍କ ପାଇଁ ଶିକ୍ଷାନୀତି ପ୍ରଣୟନ କରିଥିବା କ୍ଷମତାସୀନ ସରକାର ନୁହେଁ କି? ଜଣେ ନିଜକୁ ଚା ବାଲା କହି 10 ବର୍ଷ ହେଲା ଚୌକି ମାଡ଼ି ବସିଛନ୍ତି। 10 ବର୍ଷ ହେଲା ଆପଣା ମନ କଥା କହୁଛନ୍ତି, ମାତ୍ର ଗରିବ ଲୋକଟିର କଥା ଶୁଣିବାକୁ ତାଙ୍କ ପାଖରେ ସମୟ ନାହିଁ। ଯେଉଁ ଜନଜାତିର ଝିଅଟିକୁ ମହାମହିମ ରାଷ୍ଟ୍ରପତି ପଦବୀରେ ବସାଇଦେଲେ, ତାଙ୍କୁ ଅଯୋଧ୍ୟାର ନବନିର୍ମିତ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଗର୍ଭଗୃହ ବାହାରେ ଠିଆ କରାଇଦେଲେ। ଜାତି ଧର୍ମ ବର୍ଣ୍ଣ ସମ୍ପ୍ରଦାୟରୁ ଉପରେ ରହିପାରୁନଥିବା ଜଣେ ଚା ବାଲା ମୁଣ୍ଡରେ ରାଜକୀୟ ବୁଦ୍ଧି ଆସିବ କୁଆଡ଼ୁ? ମାଙ୍କଡ଼ ହାତରେ ଶାଳଗ୍ରାମ ଧରାଇ ଆପଣମାନେ ବିରାଟ ଭୁଲ କରିଛନ୍ତି। ଏଥର ତାକୁ ସଂଶୋଧନ କରନ୍ତୁ। ଗରିବଙ୍କ ବନ୍ଧୁ ବୋଲାଉଥିବା ଚା ବିକାଳି ଗତ 10 ବର୍ଷ ଭିତରେ ଆଉ କେତୋଟି ଚା ବିକାଳିଙ୍କୁ କୋଟିପତି କରିଥିବାର ଦେଖିଛନ୍ତି? 10 ବର୍ଷ ତଳେ ଯେଉଁ ବିଜେପି ପାଣ୍ଠିରେ ମାତ୍ର 320 କୋଟି ଟଙ୍କା ଥିଲା, ସେହି ପାଣ୍ଠିରେ ଏବେ 12,000 କୋଟି ଟଙ୍କା ଜମା ହେଲା କିପରି? ଏହାର ରହସ୍ୟ ସେହି ଚା ବାଲା ଓ ତାଙ୍କ ଚେଲା ଚାମୁଣ୍ଡାଙ୍କୁ ପଚାରନ୍ତୁ। ସେମାନେ ଏବେ ଆପଣଙ୍କ ଦୁଆର ମୁହଁରେ ଠିଆ ହୋଇ ଭୋଟ ମାଗୁଥିବେ। ଗରିବଙ୍କ ଅଧିକାରକୁ ଛଡ଼ାଇ ନେଉଥିବା ଦଳକୁ କୌଣସି ପରିସ୍ଥିତିରେ ଭୋଟ ଦିଅନ୍ତୁ ନାହିଁ। ମନେ ରଖନ୍ତୁ, କୌଣସି ରାଜନୈତିକ ଦଳର ଲୋଭନୀୟ ବିଜ୍ଞାପନ ପ୍ରତି କେବେ ହେଲେ ଆକର୍ଷିତ ହୁଅନ୍ତୁ ନାହିଁ। ଆପଣଙ୍କ ମନ ଯାହାକୁ କହୁଛି ତାକୁ ଭୋଟ ଦିଅନ୍ତୁ, ମାତ୍ର ଆପଣଙ୍କ ସାମ୍ବିଧାନିକ କର୍ତ୍ତବ୍ୟକୁ କୌଣସି ପରିସ୍ଥିତିରେ ହାତଛଡ଼ା କରନ୍ତୁ ନାହିଁ। ମୋ କଥାଟି ଆପଣଙ୍କୁ ଭଲ ଲାଗୁଥିଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ କରିବେ, ଲାଇକ୍ କରିବେ, କମେଣ୍ଟ କରିବେ। ଆପଣଙ୍କୁ ଆହୁରି କିଛି ଭଲ ଟିପ୍ସ ମୁଁ ଦେବି। ଧନ୍ୟବାଦ।